Hello everyone, welcome to Study Shubham sir classes. କେମିତି ଅଛନ୍ତି? ଆଶା କରୁଛୁ ତମେ ସମସ୍ତେ ଭଲରେ ଥିବ। ଫାର୍ଷ୍ଟ ଜୟ ଜଗନ୍ନାଥ। ଆଜି ଆମେ କଣ ପଢିବା? ହେ ମୋର କଲମ ସାହିତ୍ୟ ବହିର ପଦ୍ୟ ହେ ମୋର କଲମ। କବି କିଏ? ଗୋଦାବରୀଶ ମହାପାତ୍ର। ଠିକ ଅଛି। ହେ ମୋର କଲମ ତାମାନେ କବି ଏଠି କଲମକୁ ହେ ମୋର କଲମ ବୋଲି କହିକି ସମ୍ବୋଧନ କରିଛନ୍ତି ବା ସେଇ କଲମ ବିଷୟରେ ବା କଲମ ଦ୍ଵାରା ଘଟି ଯାଇଥିବା ଅତୀତର ଘଟଣାବଳୀ ହେଉ ବା ତାଙ୍କ ସହିତ ଘଟିଥିବା କଲମର କାହାଣୀ ହେଉ ସେଇ ବିଷୟରେ କବି ତାଙ୍କର ସେଇ କଲମ ମୁନରେ ଫୁଟାଇଛନ୍ତି। ଦେଖିବା କଣ ଲେଖିଛନ୍ତି କବି। କବି ଗୋଦାବରୀଶ ମହାପାତ୍ରଙ୍କର ଆବିର୍ଭାବ ହୋଇଥିଲା 1898 ମସିହାରେ, ତିରୋଧାନ 1965। ସେ ତାଙ୍କର ଛାତ୍ର ଜୀବନରୁ ଯେତେବେଳେ ସେ ବିଦ୍ୟାଳୟରେ ପଢୁଥିଲେ ବା ଅଧ୍ୟୟନରତ ଥିଲେ, ଜାତୀୟତାବାଦୀ ଚିନ୍ତାଧାରା ମାନବବାଦୀ କବି ଥିଲେ। ବାଣପୁର ଅନ୍ତର୍ଗତ କୁମାରଙ୍କ ଶାସନରେ ତାଙ୍କର ଜନ୍ମ ହୋଇଥିଲା। ସତ୍ୟବାଦୀ ବନବିଦ୍ୟାଳୟ ଠାରେ ସେ ଅଧ୍ୟୟନ କରିଥିଲେ। ସେହିଠାରେ ତାଙ୍କର ପ୍ରଥମ କବିତା ବାଣପୁର 1914ରେ ପ୍ରକାଶ ପାଇ ଗୁଣୀଜନ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସତ୍ୟବାଦୀର ଶିକ୍ଷକ ମହାନ ଜନନେତା ଓ ସାରସ୍ୱତ ସାଧକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସାହିତ୍ୟ ସାଧନା ସହିତ ଦେଶ ମାତୃକାର ସେବା ପାଇଁ ଦୃଢ ପ୍ରତିଜ୍ଞ ଥିଲେ। କିଏ? ଗୋଦାବରୀଶ ମହାପାତ୍ର। ମୃତ୍ୟୁ ପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନ ଭାବରେ ତାଙ୍କର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ, ଓଡ଼ିଆ ଜାତିକୁ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗାତ୍ମକ ରଚନା ପ୍ରଦାନ କରିଛନ୍ତି, ଯାହା ଆଜି ମଧ୍ୟ ଓଡ଼ିଆଙ୍କ ପ୍ରାଣରେ ଅନୁପ୍ରାଣିତ। ସେ ସମାଜ ଦୈନିକ ଆଶା ସମ୍ପାଦନା ସହିତ ସମ୍ପୃକ୍ତ ଥିଲେ। 1938 ମସିହାରେ ସେ ପ୍ରକାଶ କରିଥିଲେ ଏକ ବ୍ୟଙ୍ଗାତ୍ମକ ପତ୍ରିକା, ତାର ନାଁ ଥିଲା ନିଆଁ ଖୁଣ୍ଟା। ମନେ ରଖିବ, ନିଆଁ ଖୁଣ୍ଟା ପତ୍ରିକାର ଲେଖକ କିଏ? ଗୋଦାବରୀଶ ମହାପାତ୍ର। ଏଥିରେ ସେ ସମାଜ, ରାଜ୍ୟ ଓ ରାଷ୍ଟ୍ରପତି ଯେଉଁମାନେ ଅଙ୍ଗୀକାରବଦ୍ଧ ନ ହୋଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରୁଥିଲେ, ସେମାନଙ୍କ ଛଦ୍ମ ରୂପକୁ ପ୍ରକାଶ କରି ଜନଚେତନା ସୃଷ୍ଟି କରୁଥିଲେ। ଇତିହାସ ସଚେତନତା, ସ୍ୱଦେଶ ପ୍ରୀତି, ମାନବିକ ସମ୍ବେଦନା ଓ ବୈପ୍ଳବିକ ଜୀବନ ଦର୍ଶନ ଥିଲା ତାଙ୍କ କବିତା ମାନଙ୍କର ବୈଶିଷ୍ଟ୍ୟ। ଏଇ ହେ ମୋର କଲମରେ କଣ ଲେଖା ଯାଇଛି ନା ଏତିକି ମନେ ରଖିଦବ ନା। ହେ ମୋର କବି ଆଉ କଣ ଲେଖିଛନ୍ତି? ଉଠ କଙ୍କାଳ, କଣ୍ଟା ଓ ଫୁଲ, ବଙ୍କା ସିଧା ପାହାଚ ତଳର ଘାସ। ମାନେ ଦେଖ, ପାହାଚ ତଳର ଘାସ, ଏଇଠୁ ଜଣା ପଡୁଛି ଯେ କିଛି କଣ, ଯେଉଁମାନେ ଦଳିତ ବା ଯିଏ ଦୁର୍ବଳ ତାକୁ କେମିତି ତାଙ୍କ ଉପରେ ଲଦି ଦିଆଯାଇଛି ବିରାଟ ବିରାଟ ପାହାଡ, ସେଇଟା ହେଲା ପାହାଚ ତଳର ଘାସ। ହାଣ୍ଡି ଶାଳର ବିପ୍ଳବ ଆଦି ତାଙ୍କର କବିତା ପୁସ୍ତକ। ଏବେ ମଧ୍ୟ ବଞ୍ଚିଛି, ନୀଳ ମାଶ୍ରାଣୀ, ସ୍ମୃତି ସଞ୍ଚୟନ, ମୁଁ ଦିନେ ମନ୍ତ୍ରୀ ଥିଲି ଆଦି ତାଙ୍କର ଗଳ୍ପ ସଂକଳନ। କାହାର? ଗୋଦାବରୀଶ ମହାପାତ୍ରଙ୍କର। ସଂକ୍ଷିପ୍ତ କବିତାଟିରେ ହେ ମୋର କଲମ ପୁସ୍ତକର ଆନନ୍ଦିତ। ଏହି କବିତାରେ କବି ବୈପ୍ଳବିକ ଆଦର୍ଶ, ବୈପ୍ଳବ ମାନେ କଣ? ବିପ୍ଳବ, ସତ୍ୟାଗ୍ରହୀ ବା ଭାରତର ଜନସାଧାରଣଙ୍କୁ ଏକ କରିବା ଦିଗରେ ବା ସେ ସତ୍ୟାଗ୍ରହୀ ମାନଙ୍କୁ ଏକତାର ଭାବନାରେ ବାନ୍ଧିବା ପାଇଁ ତାଙ୍କର ଏଇ ଲେଖନୀ ମୁନରେ ବୈପ୍ଳବିକ ବିପ୍ଳବାତ୍ମକ ଭାବନା ଜାଗ୍ରତ ହେଇଛି ତାଙ୍କ କଲମରୁ, ଯାହାକି ହେ ମୋର କଲମରେ ସେ ଉପସ୍ଥାପନ କରୁଛନ୍ତି। ବୈପ୍ଳବିକ ଆଦର୍ଶର ଭୁରି ଭୁରି ନିଦର୍ଶନ, ଯୁଗେ ଯୁଗେ ଅଶୀ ଠାରୁ ମସି ଯେ ଶକ୍ତିଶାଳୀ ଏହି କବିତାରେ ପ୍ରତିପାଦିତ ହେଲା। ଅଶୀ ମାନେ ହେଲା ଖଣ୍ଡା, ଅଶୀ ମାନେ ହେଲା ଏଇ କଲମ। এই କଲମ କେମିତି ଖଣ୍ଡା ଧାରକୁ ମଧ୍ୟ କାଟି ଦେଇପାରେ, ସେଇ ବିଷୟରେ ବର୍ଣ୍ଣନା ହେଇଛି। ଚାଲ ଆରମ୍ଭ କରିବା। ହେ ମୋର କଲମ, ଚିର ବିପ୍ଳବୀ, ଚିର ମୌନୀ କହ, ସାଥୀ ଥିଲେ ଅବା ଜୀବନେ ଜୀବନେ, ଯୁଗେ ଯୁଗେ ଅହରହ। ମାନେ କବିକୁ ସମ୍ବୋଧନ କରୁଛନ୍ତି କଲମକୁ। ହେ ମୋର ମୋ କଲମ କହ, ଚିର ବିପ୍ଳବୀ, ଚିର ମାନେ ସବୁଦିନ ପାଇଁ, ଚିର ମାନେ କଣ? ସବୁଦିନ ହେଲା। ବିପ୍ଳବୀ, ସିଏ କଣ? ବିଦ୍ରୋହ ବା ସତ୍ୟାଗ୍ରହ କରେ, ବିପ୍ଳବାତ୍ମକ ଭାବନା। ହେ ଚିର ମୌନୀ କହ, ଚିର ମୌନୀ, ମୌନୀ ମାନେ ଯେ ନୀରବ ରହେ ହେଲା। କଲମ କେବେ କଥା କୁହେ କି?
ସେଇ ହେ ନୀରବ ମୌନି କଥା କହ କହ କଥା କିଛି ଦିପଦ କଥା କହ ମୋ ସହିତ କଥା ହ ସାଥୀ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ ସାଥୀ ଥିଲ ଜୀବନରେ ଆଗରୁ ବା ମୋର ଜୀବନରେ ଆଗକୁ ମଧ୍ୟ ସବୁଦିନ ପାଇଁ ସବୁବେଳେ ପାଇଁ ମୋ ସାଥିରେ ଥିବ ହେଲା। ମୂଲ୍ୟ ତୁମର କେତୋଟି ପଇସା ତନୁ ତବ ଦୁର୍ବଳ ହରାଇଛ କେତେ ହୃଦ ମନ୍ଦିର ବନ୍ଧୁର ଧରାତଳ। କବି କହୁଛନ୍ତି ମୂଲ୍ୟ କେତେ ସାମାନ୍ୟ କେତେ ଗୋଟି ପଇସା କଲମର ମୂଲ୍ୟ କେତେ ସାମାନ୍ୟ କେତେ ଗୋଟି ପଇସା ବା ତାର ତନୁ ତନୁ ଶବ୍ଦର ଅର୍ଥ ହେଲା ଶରୀର ତନୁ ଶବ୍ଦର ଅର୍ଥ ହେଲା ଶରୀର ଶରୀର ତବ ତହର ଦୁର୍ବଳ ମାନେ କଣ କ୍ଷୀଣ କିନ୍ତୁ ସେଇ କ୍ଷୀଣ ଦୁର୍ବଳ ଶରୀରରେ ଥରାଇଛ ଥରାଇଛ ମାନେ କଣ ଥରହର କରିଦେଇଛ ବା କମ୍ପାଇଛ କେତେ ହୃଦ ମନ୍ଦିର ଆଉ ବନ୍ଧୁର ଧରା ତଳ ବନ୍ଧୁର ମାନେ ଯାହା ସମତଳ ନୁହଁ ହେଲା ସମତଳ ନୁହଁ ତାକୁ କୁହାଯାଏ ବନ୍ଧୁର ହେଲା। ହୃଦ ମନ୍ଦିର ହୃଦୟର ମନ୍ଦିରକୁ ଆଉ କେତେ ବନ୍ଧୁର ଧରା ତଳକୁ ମଧ୍ୟ ତମେ କଣ କରିଛ ଥରହର କରିଦେଇଛ। ଆଜି ଏତେବେଳେ ବନ୍ଦିକି ତୁମେ ପ୍ରାକ୍ତନ ଉତ୍କଳେ ଜାଗ୍ରତ କର ଉଦ୍ୟତ କର ଏମଡା ଜାତିକି ଥରେ ପ୍ରାକ୍ତନ ମାନେ ହେଲା ପୂର୍ବ କାଳ ମନେ ରଖିବ ଉତ୍କଳ ମାନେ ଓଡିଶା ଆଜି ଯେତେବେଳେ ବନ୍ଦୀ କି ତୁମ ପ୍ରାକ୍ତନ ଉତ୍କଳେ ଜାଗ୍ରତ କର ଉଦ୍ୟତ କର ଏମଡା ଜାତିକି ଥରେ ତା ମାନେ ଆଜି ଏତେବେଳେ ବନ୍ଦୀ କି ତମେ ଏବେ ବନ୍ଦୀ ଅଛ କି କଲମକୁ କହୁଛନ୍ତି ତୁମେ ପ୍ରାକ୍ତନ ଉତ୍କଳ ଉତ୍କଳ ଓଡିଶାର ପୂର୍ବ କାଳରେ ଯୋଉ ବନ୍ଦୀ ଭାରତୀୟ ମାନଙ୍କ କଥା କହିବା ବା ଉତ୍କଳବାସୀ ମାନଙ୍କ କଥା କହିବା ସେଇ ବନ୍ଧନ ବା ସେଇ ଭାବନାକୁ ସମସ୍ତଙ୍କୁ ଜାଗ୍ରତ କର ସେଇ ବନ୍ଧନରୁ ମୁକ୍ତ ହେବା ପାଇଁ ସମସ୍ତଙ୍କୁ ଜାଗ୍ରତ କର ଉଦ୍ୟତ କର ଏ ମଡା ଜାତିକି ଥରେ ଏ ମଡା ଜାତିକି ମାନେ ଏଇ ଶୋଇ ରହିଥିବା ମଡା ଶବ୍ଦ ମାନେ ହେଲା କଣ କି ଶୋଇଯାଏ ଏଇ ଶୋଇ ଯାଇଥିବା ଜାତିକି ତମେ ଥରେ ଜାଗ୍ରତ କର ଠିକ ଅଛି। ନେକ୍ସଟ ଦେଖ ଅତି ଆପଣାର ବନ୍ଧୁ ହେ ମମ ଅତି ବିଶ୍ୱାସୀ ସଖା ତୁମର ତୀକ୍ଷ୍ଣ ମୁନରେ ଫୁଟିଛି କେତେ ମୋର ମନ ଲେଖା ସେ କଲମକୁ କହିଛନ୍ତି ଅତି ମୋର ଆପଣାର ମୋ ନିଜର ବନ୍ଧୁ ମୋ ସହିତ କଥା କହୁଥିବା ବନ୍ଧୁ କଥା ନ କହିପାରିଲେ ମୋର ସବୁବେଳେ ସାଥୀ ସୁଖ ଦୁଃଖରେ ମୋର ବନ୍ଧୁ ମମ ମୋର ଅତି ବିଶ୍ୱାସୀ ସଖା ସଖା ମାନେ ବନ୍ଧୁ ହେଲା ମୋ ବିଶ୍ୱାସର ସଖା ତୁ କେବେ ମୋ ବିଶ୍ୱାସକୁ ହରେଇବୁ ନାହିଁ ତୁମର ତୀକ୍ଷ୍ଣ ମୁନରେ କଲମର ମୁନ ଦେଖିଛ ନା କେତେ ତୀକ୍ଷ୍ଣ ସେଇ କଲମ ମୁନରେ ଫୁଟିଛି ବା ଲେଖା ଯାଇଛି କେତେ କଣ ଲେଖା ଯାଇଛି ନା କେତେ ମୋର ମନ ଲେଖା କବି ଏଠି କହୁଛନ୍ତି ମୋର ମନର ଲେଖାକୁ ଏଇ କଲମ ମୂଳରେ ମୁଁ ଆଜି ଫୁଟେଇକି ଲେଖିଛି ହେ ମୋର ବିଶ୍ୱାସ ସଖା ହେ ମୋର ବନ୍ଧୁ ମୁଁ ଆଜି ମୋର ମନର ଲେଖାକୁ ତୋ ମାଧ୍ୟମରେ ପ୍ରକାଶ କରିପାରିଛି। କରି ମୁଖରିତ କେତେ ପୁର ତଳ ବରିଛି ଅମର ଯଶ ଧରିଛି ଅଲ୍ଲିକ ଧରଣୀ ବୁକୁରେ କେତେ ସୁଧା କେତେ ବିଷ ଦେଖ କରି ମୁଖରିତ ମୁଖରିତ ମାନେ ହେଲା ସମସ୍ତଙ୍କ ପାଖରେ ଜଣାଶୁଣା ବା କଣ କହିପାରିବା ଆମେ ତାକୁ ଶବ୍ଦାୟମାନ ହେଲା ଶବ୍ଦାୟମାନ ବା ମୁଖରିତ ମାନେ ଚାରିଆଡେ ପ୍ରକମ୍ପିତ ହେଉଥିବା କୋଳାହଳ ପୂର୍ଣ୍ଣ ଆଜି ମୋର ସେଇ ଲେଖନୀର ଲିଖିତ ବା ତୋର ସେଇ ଲେଖନୀ ମୁନରେ ମୁଁ ଆଜି ଲେଖି ସବୁଆଡେ ମୁଖରିତ ପ୍ରକମ୍ପିତ କରୁଛି ଆଜି ଏଇ ଧରାକୁ ଧରା ପୁରତଳ ମାନେ ହେଲା ଧରା ବରିଛି ବରିଛି ମାନେ ବରଣ କରିଛି ଯଶ ଅମର ମୋ ନାଁରେ ଲେଖା ଯାଇଛି ଅମର ରୂପକ ଯଶ ଆଜି ମୁଁ ତୋ ମାଧ୍ୟମରେ ଛାଡି ଦେଇଛି କବି କଲମକୁ କହୁଛନ୍ତି। ଧରିଛ ଅଲ୍ଲିକ ଅଲ୍ଲିକ ହେଲା ମିଥ୍ୟା ହେଲା ମିଥ୍ୟା ବା ମାୟା ଛଳ ପୂର୍ଣ୍ଣ ମାୟା ଛଳ ପୂର୍ଣ୍ଣ ଧରଣୀ ବୁକୁରେ କେତେ ସୁଧା କେତେ ବିଷ ନା ଏଇ ମିଛ ମାୟା ସଂସାରରେ କେତେ ସୁଧା ସୁଧା ମାନେ ଅମୃତ ହେଲା କଣ ଅମୃତ ଆଉ ବିଷ ଆଜି ଏତେବେଳେ ହେ କଲମ ପାରେ ଚର 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 ଚଲ ଜାଗ୍ରତ କର ଉଦ୍ୟତ କର ମୁକ୍ତି ଦୁଆର ଖୋଲ ତାମାନେ କହୁଛି ଆଜି ଆଉ ଥରେ ହେ କଲମ ଆଉ ଥରେ ଚାଲ ଆଉ ତୋର ଲେଖନୀ ମୁନରେ ମୁଁ ଆଜି ଏଇ ଓଡିଆ ବାସୀଙ୍କୁ ଜାଗ୍ରତ କର ଉଦ୍ୟତ କର ଆଉ ମୁକ୍ତି ପଥର ଦୁଆର ଖୋଲିଦେ ଏଇ କଥା ଆଜି କବି ଏଇ କଲମ ମାଧ୍ୟମରେ ପ୍ରକାଶ କରୁଛନ୍ତି।
ହେଲା। ନେକ୍ସଟ, ଭାଜେ କରବାଳ ବଜ୍ର ମୁଷଳ କେତେ ଏହି ମହି ତଳେ ବାଡବ ଉଠଇ ଗିରି ଉଲଟଇ ଭାସେ ମରୁଜଳ ମରୁଧାରା ଜଳେ। ତାମାନେ କହୁଛି ଭାଜେ କରବାଳ, କରବାଳ ମାନେ ହେଲା ଖଣ୍ଡା। ହେଲା, ମନେ ରଖିବ କରବାଳ କାହା କୁହାଯାଉଛି? ଖଣ୍ଡା ବା ଅସି, ତମେ ଯୋଉ କହୁଛ କରବାଳ ମାନେ ହେଲା ଖଣ୍ଡା। ବଜ୍ର, ବଜ୍ର, ମୁଷଳ, ମୁଷଳ ମାନେ ହେଲା ଗଦା। ହେଲା, ଭାଜେ କରବାଳ, ଆଜି ଏଇ ଭାଜେ ମାନେ କଣ? ଭାଜିଲା। ଆଜି କେତେ ଖଣ୍ଡା, କେତେ ଗଦା, କେତେ ବଜ୍ର ଏଇ କେତେ ଏଇ ମହି ତଳେ କଣ କରିଛି? ବାଡବ ଉଠଇ। ବାଡବ ମାନେ ହେଲା କଣ? ନା ବାଡବ ଉଠଇ ସମୁଦ୍ରରେ ସୃଷ୍ଟି ହେଉଥିବା ଅଗ୍ନି। ହେଲା, ବାଡବ ମନେ ରଖିବ। ବାଡବ ଉଠଇ ଗିରି ଉଲଟାଇ ଭାସେ ମରୁଧରା ଜଳେ। ହେଲା, ମରୁ ମାନେ କଣ ରେ? ମରୁଭୂମି। ବାଡବ ମାନେ ହେଲା, ମନେ ରଖିବ, ସମୁଦ୍ରର ଅଗ୍ନି। ସମୁଦ୍ର ରେ ସୃଷ୍ଟି ହେଉଥିବା ଅଗ୍ନି। ହେଲା, ତାହେଲେ ଭାଜେ କରଳ, ଆଜି ଏଇ ଖଣ୍ଡା ବଜ୍ର ଆଉ ମୁଷଳ ସବୁ ଏଇ ମହି ତଳେ ବାଜିକି ଆଜି ଏଇ ସମୁଦ୍ର ରୂପକ ଅଗ୍ନି ଆଜି ଗିରିକୁ ଉଲଟେଇ, ପର୍ବତକୁ ଉଲଟେଇ ଆଜି ମରୁଧାରରେ କଣ କରିଛି? ନା ଜଳ ଜଳ କଣ କରିଛି? ଜଳ ଛୁଟେଇଛି ଆଜି ମରୁଭୂମିରେ। ଠିକ ଅଛି। ମରୁଭୂମି ମଧ୍ୟ ଆଜି ଜଳପୂର୍ଣ୍ଣ ହେଇପାରିଛି। ନେକ୍ସଟ ଦେଖ, ଆସେ ଚେଙ୍ଗିସ୍ ଯାଏ ହିଟଲର। ଆସେ ଚେଙ୍ଗିସ୍ ଯାଏ ହିଟଲର ମାତେ କେତେ ମତବାଦ ଦିଦିନର ଏଇ ଧରଣୀ ଦୁଆରେ ସଭ୍ୟତା ବୁଦ ବୁଦ। ଆସେ ଚେଙ୍ଗିସ୍, ଚେଙ୍ଗିସ୍ ମନେ ରଖିବ। ଚେଙ୍ଗିସ୍ କିଏ? ନା ଚେଙ୍ଗିସ୍ ହଉଛି ଜଣେ ଚେଙ୍ଗିସ୍ ଖାଁ, ଯିଏ ଥିଲେ ମଙ୍ଗୋଲ ମାନଙ୍କର ଅଧିନାୟକ। ମନେ ରଖ, ଚେଙ୍ଗିସ୍ କିଏ? ନା ତାକୁ କୁହାଯାଏ ଚେଙ୍ଗିସ୍ ଖାଁ। ଚେଙ୍ଗିସ୍ ଖାଁ ହେଲା, ସିଏ କୋଉଠି ଥିଲେ? ନା ମଙ୍ଗୋଲ ମାନଙ୍କର ରାଜା କହିପାରିବ ବା ଅଧିନାୟକ। ଆସେ ଚାଙ୍ଗିସ୍, ତାମାନେ ଏଇ ଓଡିଶା ବା ଏଇ ଭାରତକୁ ଆଜି ଆସେ ବିଦେଶୀ ଆଉ ଯାଏ ହିଟଲର। ହିଟଲର କିଏ? ନା ଜାପାନର ସର୍ବୋଚ୍ଚ ଅଧିକାରୀ। ହେଲା, ଯିଏ କି 1898 ରୁ 1945 କିଏ? ଜର୍ମାନୀର ଶାସକ। ତାହେଲେ ଏଇ ଭାରତ ବର୍ଷକୁ ବା ଓଡିଶାକୁ ଆଜି ଚେଙ୍ଗିସ୍ ଖାଁ, ହିଟଲର ପରି ବିଦେଶୀ ଲୋକମାନେ ବା ବିଦେଶୀ ମାନେ ଆସି କେତେ ମାତେ କେତେ କଣ? ମାତେ କେତେ ମତବାଦ, ଆଜି ତାଙ୍କର ମତବାଦ ସବୁଆଡେ ପ୍ରଚାର କରିସାରିଛନ୍ତି। ଦି ଦିନ ମାନେ ହେଲା ଅଳ୍ପ ଦିନ। ଏଠି କୁହାଯାଇଛି ଦି ଦିନ ଶବ୍ଦର ଅର୍ଥ ହେଲା କଣ? ନା ଅଳ୍ପ ଦିନ। ଦି ଦିନର ଏଇ ଧରଣୀ ଦୁଆରେ ସଭ୍ୟତା ବୁଦ ବୁଦ। ହେଲା, ବୁଦ ବୁଦ ମାନେ କଣ କିରେ? ନା ପାଣି ଫୋଟକା। ଯେମିତି ପାଣି ଫୋଟକା ଯେମିତି ଫୁଟିକି କଣ ମିଳେଇଯାଏ, ଠିକ ସେଇଭଳି ପାଣି ଫୋଟକା। ତାହେଲେ ଚେଙ୍ଗିସ୍ ଆଉ ହିଟଲରଙ୍କ ପରି କେତେ ଶାସନ ମତବାଦ ଆସେ, ତଥାପି ସବୁରି ଉପରେ ତମର ଶ୍ରେଷ୍ଠତ୍ଵ ଜାହିର କରି ଅମର ଗାଅ ବା ଆଙ୍କି ଯାଅ। ହେଲା, এই କଥା କହୁଛନ୍ତି। ଆଉ ତେଣୁ ବର୍ତ୍ତମାନର କଲମକୁ ଜଡ କବି ସହ୍ୟ କରିପାରିନାହାନ୍ତି। ତାମାନେ କଣ କହୁଛନ୍ତି କବି? ଏଠି କହୁଛି ଚେଙ୍ଗିସ୍ ଖାଁ, ହିଟଲର ଏମାନେ ଆସିକି କେତେ ଯାଇଛନ୍ତି, କିନ୍ତୁ ତୋର ସେଇ ଲେଖନୀ ମୁନରେ ଆଜି ତୁ ସେମାନଙ୍କୁ କଣ କରିଛୁ? ନା କାଳକ୍ରମେ ସବୁରି ଉପରେ ତୁ ଭାରି ପଡି ଯାଇଛୁ। ହେଲା, ଅମର ଗାର ଟାଣି ଦେଇଅଛୁ। ସବୁରି ଉପରେ ଅଛ ତୁମେ ଥରେ ଦେବାକୁ ଅମର ଗାର
ଆଜି ଏତେବେଳେ ଯୋଡ କି କଲମ ମୁଣ୍ଡା କି ହେଲା ଧାର। ସେ ଯଦି ଏଇ ସବୁ କ୍ଷେତ୍ରରେ ଚେଙ୍ଗିସ୍ ଖାଁ ହିଟଲର ଆଜି ତାଙ୍କର ମତବାଦକୁ ଏଡେଇ ଦେଇ ସମସ୍ତଙ୍କ ଉପରେ ଅମର ଗାର ଦେଇପାରିଛୁ, ତାହେଲେ ଆଜି କଣ ପାଇଁ ଜଡ ପାଲଟି ଯାଇଛି? ଜଡ ମାନେ ନିର୍ଜୀବ। ଆଜି ଜଡ ମାନେ ନିର୍ଜୀବ, ଯାହାର କିଛି ଯାହାର ଜୀବନ ନାହିଁ। ଜଡ କି କଲମ, କଲମ ଆଜି ଜଡ କଲୁ, ନିର୍ଜୀବ ହେଇଗଲୁ। ନା ତ ଧାରର ମୁଣ୍ଡା, ମୁଣ୍ଡା ମାନେ ଯେଉଁଥିରେ ଧାର ନଥାଏ। ଧାର ନଥିବ, ଛୁରୀରେ ତମେ ଯେତେ ଯେକୌଣସି ପଦାର୍ଥ କଟିଲେ ମଧ୍ୟ ସେ କଟିବ ନାଇଁ। ଠିକ ସେଇଭଳି ମୁଣ୍ଡା ହେଇଗଲା କଲମ, କଣ ପାଇଁ ଆଜି ଆଉ ତୁ ଚାଲୁ ନାହୁଁ? ତ ଧାର ଆଜି କଣ ମୁଣ୍ଡା ହେଇଯାଇଛି? ହେ କଲମ ମୋର ଅତି ଆପଣାର ଅନ୍ତରର କଥା କହ, ଦେଖିଛ କି ଏତେ ସତ୍ୟ ନାମରେ ଛଳନାର ଦୁର୍ବିସହ। ତାମାନେ ସେ ଅତି ଆପଣାର କଲମକୁ ତାର ଅନ୍ତରର କଥା କହିବାକୁ ଅନୁରୋଧ କରିଛନ୍ତି। ଏଇ ଧରଣୀ ବୁକୁରେ, ଏଇ ଧରଣୀ ବୁକୁରେ କଣ ହେଇଛି ନା ସତ୍ୟ ନାମରେ କେତେ ଛଳନା ହେଲା, ଆଉ ସତ୍ୟ ନାମରେ ଛଳନା ଦୁର୍ବିସହ ହୋଇ ଉଠିଛି। ଆଉ ସେଇ କଥା ଆଜି କଲମକୁ କହିବାକୁ କହିଛନ୍ତି ଯେ ହେ ମୋର କଲମ, ମୋର ଅତି ଆପଣାର ଅନ୍ତରର କଥା କହ, ଦେଖିଛ ଯଦି ଏଇ ସତ୍ୟ ନାମରେ ଛଳନା ଦୁର୍ବିସହ ଆଜି ସବୁଆଡେ ପ୍ରଚାର ହଉଛି। କେତେ ଅବତାରେ ଧରଣୀ ମୁକୁରେ ଦେବତା ହୋଇଲା ନର, କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର। ତାହେଲେ କେତେ ଦେବତାର, ତାମାନେ ବୁଝିପାରୁଥିବ ଯେ ମହାତ୍ମା ବୁଦ୍ଧ, ଗୌତମ, ଶଙ୍କରାଚାର୍ଯ୍ୟ, ଏଇ ସବୁ କେତେ ଦେବତା ମାନେ ସମସ୍ତେ ଆଜି ଏଇ ଧରାବକ୍ଷରେ ଜନ୍ମ ନେଇ ଚାଲି ଯାଇଛନ୍ତି, କିନ୍ତୁ ସେମାନେ ନାହାନ୍ତି। କିନ୍ତୁ କଣ ରହିଯାଇଛି ନା ରହିଯାଇଛି ତମର ସେଇ କଳା ଇଙ୍ଗିତରେ ଲୁଚିଗଲା ତମର ସେଇ ବ୍ୟାସଦେବ ରଚନା କରିଥିବା କାହାଣୀ ବା ସେଇ ଧର୍ମଗ୍ରନ୍ଥ, ପୁରାଣ, ପୋଥି, ସେଇ ସବୁ ରହିଯାଇଛି ହେଲା। ତୁମରି ଗାର ରହିଯାଇଛି, ହେଲେ ସେଇ ଦେବତା ଆଉ ନାହାନ୍ତି। ବୁଝିପାରୁଛ ନା? ତାହେଲେ ସେଇ ଦେବତା ମାନେ ଧରଣୀ ଉପରେ ଅବତାର ନେଇ ଜନ୍ମ ହୁଅନ୍ତି, ସେଇ ଦେବତା ଆଉ ନାହାନ୍ତି। ହେଲେ କଣ ରହିଯାଇଛି ନା ତମ ଇଙ୍ଗିତରେ ବା ତମ ମାଧ୍ୟମରେ ଲେଖା ଯାଇଛି, ତମ ଇଙ୍ଗିତରେ ସେ ସବୁ ଲୁଚି ଯାଇଛନ୍ତି। ସେ ସବୁ ଲୁଚି ଯାଇଛନ୍ତି କାଳ ଇଙ୍ଗିତରେ। କାଳ ମାନେ ହେଲା ସମୟ ହେଲା, ସମୟର ସୁଅରେ ସମସ୍ତେ ଲୁଚି ଯାଇଛନ୍ତି। ହେଲେ କିଏ ରହିଛି? କିଏ ନା କଲମ ତହରି ଗାର ହିଁ ରହିଯାଇଛି, ତୋର ଲେଖା ତୋରି ଲେଖା ହିଁ ରହିଯାଇଛି। ତୁମେ ଗୌତମ, ଶଙ୍କର, ଯିଶୁ ବଚନ ରଖିଛ ଧରି, ଜାଗ୍ରତ କର, ଉଦ୍ୟତ କର ଆଉ ଥରେ ସେଇପରି। ସେ କହୁଛି ହେ କଲମ, ତୁମେ ଆଜି ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁ ଖ୍ରୀଷ୍ଟ ସେମାନଙ୍କର ବଚନ ବା କହିଯାଇଥିବା ବାଣୀକୁ ଆଜି ତମେ ଧରି ରଖିଛ ବା ଲେଖନୀ ମୁନରେ ଲେଖି ଦେଇଛ। ଆଜି ତମେ ଠିକ ସେଇଭଳି ଭାବେ ସମସ୍ତଙ୍କୁ ଓଡିଶାବାସୀଙ୍କୁ ଜାଗ୍ରତ କର, ଉଦ୍ୟତ କର, ଆହୁରି ସମସ୍ତଙ୍କୁ କଣ ନା ସେମାନଙ୍କର ଜାତୀୟତା ପୂର୍ଣ୍ଣ ମନୋଭାବରେ ଜାଗ୍ରତ କରି ଏପରି ବାନ୍ଧି ଦିଅ ଯେପରି ସେଇ ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁ ମାନଙ୍କର ବଚନକୁ ଧରି ସେ ସଂସାରରେ ଆଗେଇ ଚାଲିବେ। ତୁମେ ତ ଚାଲିନ ଛଳନାରେ କେବେ, ଥକିନ ଗୁଣ୍ଡାମିରେ, କୁଷଣ ଶୋଷଣ ଦୂଷଣ ଦେଇଛ ଆଡଇ ଏକଇ ଗାରେ। ତାମାନେ କଣ କହୁଛନ୍ତି ଦେଖ ନା ସେ କେବେ ଛଳନାରେ ଚାଲି ନାହିଁ। ତୁମେ ତ ଚାଲିନ ଛଳନାରେ କେବେ, ତାମାନେ କଲମ କେବେ ଛଳନାରେ ଚାଲି ନାହିଁ। ଥକିନ ଗୁଣ୍ଡାମିରେ, ଗୁଣ୍ଡାମିରେ ମଧ୍ୟ ଥକି ନାହିଁ ହେଲା। ଯୋଉ ଗୁଣ୍ଡାମି କରନ୍ତି ମାରପିଟ ଗଣ୍ଡଗୋଳ, ସେଥିରେ ମଧ୍ୟ ଥକି ନାହିଁ। ସମସ୍ତଙ୍କୁ କଣ କରିଛି ପୋଷଣ, ପୋଷଣ ମାନେ ଖାଦ୍ୟ, ଶୋଷଣ ଯୋଉ ଶୋଷିତ ହୁଅନ୍ତି, ଦୂଷଣ ସବୁ, ପୋଷଣ ଶୋଷଣ ଦୂଷଣକୁ ସବୁ କଣ କରିଛି କଲମ ଆଜି ଆଜି ଏଡାଇ ଦେଇଛି ହେଲା। କେମିତି ନା ଗୋଟିଏ ଗାରରେ ସେ ଏଡାଇ ଦେଇଛି। ଠିକ ଅଛି। ପୋଷଣ ଶବ୍ଦର ଥିଲା ଅତ୍ୟାଚାର, ଶୋଷଣ ହେଲା ନିନ୍ଦା ଅପବାଦ ହେଲା। ତାହେଲେ ଏଇ ସବୁକୁ କିଏ ଏଡେଇ ଦେଇଛି ନା ଏଇ କଲମ ଆଜି ଏଡେଇ ଦେଇଛି ହେଲା। ଛେଦନ କରିଛ ବନ୍ଧନ ଯେତେ, ଅନ୍ଧେ ଦେଇଛ ଆଖି, କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖି ଲେଖି। ତାମାନେ କଣ କହୁଛନ୍ତି କବି ଏଠି? ଛେଦନ କରିଛ, ଛେଦନ କଣ କରିଛ ରେ ନା ଯେତେ ବନ୍ଧନ ଅଛି ସବୁ ଆଜି ତମେ କଣ କରିଛ ଏଡାଇ ଦେଇଛ। ଯେମିତି ମନେକର, ମନେକର ଜଣକୁ ଫାଶୀ ଦଣ୍ଡରେ ଦଣ୍ଡିତ ହେଇଛି ହେଲା, ଯେ ଜଣେ ଦୋଷୀ
ଦୋଷୀ କି ଫାଶୀ ହବ, କିନ୍ତୁ ସେଇ ଦୋଷୀ କି ଫାଶୀରୁ କଣ ଫାଶୀ ରୁ ରକ୍ଷା ହେଇପାରିବ କେତେବେଳେ ନା ଯଦି ତାକୁ ଆମ ଦେଶର ରାଷ୍ଟ୍ରପତି କଣ କରନ୍ତି ନା ଗୋଟେ ସିଗ୍ନେଚର କରିଦେବେ। ଠିକ ସେଇ କଥା ନା ତାହେଲେ ଏଇ ସିଗ୍ନେଚରଟା ହବ କାହା ମାଧ୍ୟମରେ ଏଇ କଲମ ମାଧ୍ୟମରେ ହବ କି ନାଇଁ ତାହେଲେ ଦେଖ ଆଜି କଲମ ଆଜି ଏଇ ଅପବାଦ ବା ଏଇ ଦୋଷକୁ ମଧ୍ୟ ସେ ଆଜି କ୍ଷମାରେ ପରିଣତ କରିଦେଇ ପାରୁଛି। ତାହେଲେ ସେଇ କଥା କରିଦଉଛି କବି କହୁଛନ୍ତି ନା ଛେଦନ କରିଛ ବନ୍ଧନ କେତେ ଯେତେ ବନ୍ଧନ ଅଛି ସବୁ ତମେ ଆଜି କଣ କରିଦେଇଛ କାଟି ଦେଇଛ ଏଡାଇ ଦେଇଛ ଆଉ କଣ କରିଛ ନା ଅନ୍ଧକୁ ଚକ୍ଷୁ ଦାନ ଦେଇଛ ଯେମିତି ଅନ୍ଧକୁ ଚକ୍ଷୁ ଦେଇଛ ଆଉ କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖି ଲେଖି ଏଇ କାଳ ପକ୍ଷରେ ମହା ଅକ୍ଷରରେ ସେ ନିଜକୁ ବକ୍ତବ୍ୟ କରିଛ ଏଇ କାଳ ବା ଏଇ ସମୟ ପକ୍ଷରେ ବା ଏଇ ସମୟରେ ମହା ଅକ୍ଷର ଶ୍ରେଷ୍ଠ ଅକ୍ଷରରେ ତମ ଅକ୍ଷର ଶ୍ରେଷ୍ଠ ପଦେ ପଦେ ଲେଖି ଲେଖି ଆଜି ସେଇଛ ବନ୍ଧନକୁ ଯେତେ ବନ୍ଧନ ଅଛି ତାକୁ ତମେ ଛେଦନ କରିଛ ଆଉ ଅନ୍ଧ ଆଖିରେ ତମେ ଅନ୍ଧକୁ ଆଖି ଦାନ କରିଛ ବା ଚକ୍ଷୁ ଦାନ କରିଛ। ବିପ୍ଳବ ତବ ସତ୍ୟ ଶାନ୍ତି ଶିବର ସୁନ୍ଦର ରସେ ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ। ତାମାନେ ବିପ୍ଳବ ମାନେ କଣ ନା ତୋର ବିପ୍ଳବ ହେଲା ସତ୍ୟ ଆଉ ଶାନ୍ତି ଶିବ ସୁନ୍ଦର ଯୁଗ ଯୁଗ ତୋର ବିପ୍ଳବ ହେଲା ସତ୍ୟ ଶିବ ସୁନ୍ଦର ପରି ରସେ ସମସ୍ତଙ୍କୁ କଣ ଭାବନାରେ ଜାଗ୍ରତ କରେ ଆଉ ଯୁଗ ଯୁଗାନ୍ତ ଯୁଗ ଯୁଗ ଧରି ସେଇ ଅନ୍ଧାରକୁ ଭେଦି ଏଇ ଅନ୍ଧାର ଦୂରେଇ ଯାଉ ଆଉ ତୁମର ସେଇ ପ୍ରଦୀପ ରୂପକ ଦୀପ ପ୍ରସ୍ଫୁଟିତ ହଉ କବି ଏଇଥିରେ ଏଇ କଥା ବର୍ଣ୍ଣନା କରୁଛନ୍ତି। ବୁଝିହେଲା ବାସ୍ ଆଜି ପାଇଁ ଥିଲା ଏତକ ପରବର୍ତ୍ତୀ କ୍ଲାସ ରେ ଆମେ ଦେଖାହବା। ଗଲା ପୂର୍ବରୁ ତମେ କଣ କରିବ ଭିଡିଓକୁ ଲାଇକ୍ କରୁନ କମେଣ୍ଟ କରିବ ହେଲା କମେଣ୍ଟ ଆଉ ସେୟାର ଠିକ ଅଛି ଲାଇକ୍ କମେଣ୍ଟ ଆଉ ଆଜି ଆମେ କଲମ ପଢିଲେ ତ ଆଜି କମେଣ୍ଟ ବକ୍ସ ରେ ତମେ କେଉଁ କଲମ ହେଲା କେଉଁ କଲମର ବ୍ରାଣ୍ଡ ୟୁଜ କରୁଛ ଲେଖିବ ତମ ହାତରେ ଯୋଉ କଲମ ଅଛି ବିଭିନ୍ନ କମ୍ପାନୀର ଅଛି ତ ତମ ପାଖରେ ଯୋଉ କୋଉ କମ୍ପାନୀର କଲମ ଅଛି ତାକୁ ଆଜି କମେଣ୍ଟ ବକ୍ସରେ ଲେଖିବ ଠିକ ଅଛି ବାସ୍ ଆଜି ପାଇଁ ଏତକ ଥିଲା ରହିଲି ପରବର୍ତ୍ତୀ କ୍ଲାସ ଦେଖାଯିବ ଜୟ ଜଗନ୍ନାଥ।